ଜୟ ଜଗନ୍ନାଥ ଆଜ୍ଞା। କୋରାପୁଟ ଆମେ ଯୋଉ ଆସିଥିଲୁ ସେ ଯୋଉ ନନାଙ୍କୁ ଦେଖୁଛନ୍ତି ସେ ହଉଛନ୍ତି ଆମର ଟିକଟକ ବେଳର ମନୁଷ୍ୟ। ଆଉ ଜଣେ ଅଛନ୍ତି ଦାମନଜଡ଼ିରେ ଏମ୍ପ୍ଲୟି ଜଣେ ବିମଲ ସାର୍। ମାନେ ବିମଲ ସାର୍ ଦାମନଜଡ଼ି କଥା ବୁଝିଦେଲେ। ଭାଇ କହିଲେ ଭାଇ ମୋ ସାଙ୍ଗରେ ତମେ କୋରାପୁଟ ବୁଲିବ। ଯାହା ବହୁତ କମ ସମୟ ଭିତରେ ଯେତିକି ହଉ ବୁଲି ଭାଇକି ଆଉ ଆମେ ଅଶେଷ ଧନ୍ୟବାଦ ଦବୁ। ମାନେ ଆଉ କଥାରେ କିଛି କହିପାରିବୁନି। ଭାଇ ହଉଛନ୍ତି ବହୁତ ବଡ ବିଜନେସମ୍ୟାନ। ମାନେ ଆଗରୁ ତାଙ୍କର ମୋର ସମ୍ପର୍କ। ସେ ହଉଛନ୍ତି ବୋଧେ ଓଡିଶାର ବଡ ମହୁ ଚାଷୀ ମାନେ ଗୋମତୀୟ ହନି ଫାର୍ମ। ମାନେ ଭାଇଙ୍କ ଘର ହଉଛନ୍ତି ଆକ୍ଚୁଆଲି ଆମର କଟକ ସଦର ନିର୍ବାଚନ ମଣ୍ଡଳୀରେ କିଶୋରନଗର ପାଖରେ। ମାନେ ଆମରି ସେଇ ପାଖର ଲୋକ ସିଏ। ଭାରି ଖୁସି ଲାଗିଲା। ବହୁତ ଜିନିଷ ଆମକୁ ବୁଝେଇଲେ ଭାଇ ମହୁ ଚାଷ କର ଇଏ କର। ମହୁଟି ଆମକୁ ଦେଇଛନ୍ତି ବ୍ୟାଗରେ ବୋଧେ ଅଛି। ଭାଇ ଆମର ସେଇପଟର ଲୋକ। କିନ୍ତୁ ମାନେ ଗୋଟେ ଜିନିଷ କଣ ଧର ନିଜ ଗାଁ ଲୋକଙ୍କୁ ଦେଖିଲେ ଏତେ ଖୁସି। ତାଙ୍କର ଦୁନିଆ ମାନେ ଏତେ ଫୋନ ତାଙ୍କର ଆଉଛି ମୁଣ୍ଡ ଖରାପ। ତା ଭିତରେ ବି ଆମକୁ ଆଜି ଦିନ ଯାକ ବହୁତ ଭାଇ ବନ୍ଧୁ ମାନେ ମିଳିଲେ। ମାନେ ତାଙ୍କୁ କେବେ ନିନ୍ଦି ପାରିବୁନି। କିନ୍ତୁ ଭାଇଙ୍କର ମାନେ ଆମ ପାଇଁକା ଯେତିକି ଟାଇମ ମାନେ ଫାଲତୁରେ ୱେଷ୍ଟ କଲେ କିଛି ଲାଭ ଆମ ଦ୍ୱାରା ନାହିଁ। ମାନେ କିନ୍ତୁ ମାନେ କିଏ ସାହାଯ୍ୟରେ ଯିବନି। ମାନେ ଗୋଟେ ଭଲ ପାଇବା ମାନେ ତାକୁ କେବେ ମାପି ହବନି। ଯୋଉମାନେ କୁହନ୍ତିନି ଭାଇ ତମେ ପଇସା କମଉଛ, ପଇସା କମେଇବା ଗୋଟେ ବଡ କଥା ନୁହେଁ। କିନ୍ତୁ ସମ୍ପର୍କ ଗୋଟେ ଭଲ ପାଇବା ମିଳିବ ସେ ପୁରା ଅଲଗା ପ୍ରକାର। ଆଉ କିଛି କହିବିନି। ଭାଇ 19 ତାରିଖ ଯିବେ ବୋଧେ ଆମ ଗାଁକୁ ଯିବେ। ଗୋଟେ ବୁଲାବୁଲି କରିବେ। ତାଙ୍କ ଗାଁ ବି ସେଇପଟେ। 19 ତାରିଖ ଗଲେ ସେଇଦିନ ଆଉ ଟିକେ ଭଲକି ତାଙ୍କ ବ୍ରାଣ୍ଡ ଟା କଣ ଟିକେ ଯୋଉ ମହୁ ଯୋଉ ଚାଷ କରୁଛନ୍ତି ବ୍ରାଣ୍ଡ ଟା ଆଉ ଟିକେ ଭଲକି ଆପଣ ମାନଙ୍କୁ ଜଣେଇବୁ। ଆଉ ଆପଣ ମାନେ ନିଶ୍ଚିନ୍ତରେ ସେଇ ଜିନିଷ ହିଁ ନେବେ। ଠିକ ଅଛି ରଖୁଛୁ। ଏବେ ବାହାରିଲୁ କଟକ ବାହାରିଲୁ। ଦେଖିବା ପୁଣି ମାନେ ଗୋଟେ ଭାବୁଛୁ ଗୋଟେ ମାସେ 1.5 ମାସରେ ମାନେ କୋରାପୁଟରୁ ମନ ଶାନ୍ତି ହେଇନି ଆମର। ମନ ଶାନ୍ତି ହେଇନି। ମୁଁ କହୁଛି ମୋ ନିଜ କଥା କହୁଛି ମୋ ମନ ଶାନ୍ତି ହେଇନି। କିନ୍ତୁ ଆମେ ଯୋଉ ଆମର ଦାଦା ପୁଅ ଯିଏ ଆମ ସାଙ୍ଗରେ ଆସୁଥିଲା କ୍ୟାମେରା ଧରି ତା ସକାଶେ ଆମେ ଟେନସନ। ମୁଁ ପଳେଇବି ଚାକିରି କଥା ନା ଚାକିରି କଥା ନା। ଆମେ ସିନା ବେକାରୀ ଆମର କିଛି ନାହିଁ। ସେ ଚାକିରି କରିବ ଚାକିରି ପଳେଇବ। ହଉ ଠିକ ଅଛି ଯିବା। କିନ୍ତୁ ଆପରେ ଆସିବୁ ମାନେ ଏତେ ଚିହ୍ନା ପରିଚୟ କୋରାପୁଟରେ ମୁଁ କେବେ କଳ୍ପନା କରିନଥିଲି। କେହି ଚିହ୍ନ ନଥିବେ ମାନେ 600 କିଲୋମିଟର ଦୂରରେ ଏତେ ଚିହ୍ନା କୋରାପୁଟରେ ମାନେ ମୁଣ୍ଡ ଖରାପ। ହଉ ଠିକ ଅଛି ରଖୁଛୁ। ଜୟ ଜଗନ୍ନାଥ। ଅପେକ୍ଷାରେ ରହିନୁ ଆଉ ଥରେ କେବେ ଆସିବୁ। ଅପେକ୍ଷାରେ କଣ ମାନେ ଡିସେମ୍ବର 7ରେ 10 ଦିନ ମାନେ କାଶୀ ବୃନ୍ଦାବନ ହରିକା ସେପଟେ ପଳେଇବୁ। ମାନେ ତା ଭିତରେ ମାନେ କଣ କହିଲ ହୁତ ମନ ହୁତାସନ। ତା ମାନେ ନୁହେଁ ଯେ ଆମେ ଆସିବୁନୁ ବୋଲି। ଏଇଟା ଗୋଟେ ମାନେ ଅନସଟନ ହେଇଗଲା ପ୍ରୋଗ୍ରାମ। ମାନେ ଆମର ଏଇଟା କିଛି ଗୋଟେ ପ୍ରୋଗ୍ରାମ ନଥିଲା ଆମେ ଯିବୁ ବେଲିକା। ମାନେ ଏ ପ୍ରୋଗ୍ରାମ ଟା ମାନେ ଗୋଟେ ଫୋନରେ ହେଇଗଲା। ମତେ ଲିଟନ କହିଲା ହାପି ଯିବ କି କୋରାପୁଟ ମୋ ଡ୍ୟୁଟି ଅଛି। ମୁଁ କହିଲି ତୋ ଡ୍ୟୁଟି ଅଛି। ମୁଁ ଏଇଠୁ ଲଗେଇଲି ଦାଦାଙ୍କୁ। ମୁଁ କହିଲି ଦାଦା ଯିବ କି କୋରାପୁଟ ନା ଚାଲୁନୁ। ସେଇଠୁ ଏ ଟୋକାକୁ ଧଇଲୁ। ମୁଁ କହିଲି ଯିବୁ କିରେ କୋରାପୁଟ ଚାଲ ଯିବା ବୁଲିକି ଆସିବା ଚାଲୁ। ମାନେ ଆର ଦୁନିଆ କାମ ଆର ଚାକିରି ଅଛି କି ନାହିଁ ସନ୍ଦେହ। ଚାଲ ତ ଟେନସନ ନାହିଁ। ଆମେ ଯାଉଛୁ ଟେନସନ ନାହିଁ। ଚାଲ ଯିବା ଗୋଟା ବୁଲି ବାଲିକି ଆସିବା ଆଉ। ରହୁଛୁ ଆଜ୍ଞା। ପୁଣି ଆସିଲେ କୋରାପୁଟକୁ ଯୋଉଦିନ ଆସିବୁ ସେଦିନ ଭିଡିଓ କରିବୁ। ଆପଣ ମାନେ ଜାଣିବେ ଯେ ନାଇଁ ଆମେ କୋରାପୁଟ ଯାଉଛୁ। ମାନେ କୋରାପୁଟ ଗୋଟେ ଏମିତି ଜାଗା ଯିଏ ବି କହିଛନ୍ତି ଓଡିଶାର ସ୍ୱର୍ଗ ସତରେ। କିନ୍ତୁ ଆମେ ଅଧା ସ୍ୱର୍ଗ ଯାକେ ଯାଇଛୁ। ବେଶୀ ଯାଇପାରିଲୁନି। ଆଉ ଥରେ ଆଇଲେ ପୁରା ଯିବୁ ହେଲା। ସୁନ୍ଦର ଜାଗା। ରଖୁଛୁ। ନମସ୍କାର। ଜୟ ଜଗନ୍ନାଥ।